ଆଦିବାସୀ ମଣିଷମାନେ ଲଢ଼େଇ ଚାଲିଛି ବାଘ ସାଙ୍ଗରେ। ବାଘ ଠାରୁ ବି ଏମାନେ କିଛି କମ୍ ନୁହଁ। ଏ ବଡ଼ ଜନ୍ତୁ ସାଙ୍ଗରେ ବି ଲଢ଼େଇ କରିଦେବେ। ତାଙ୍କର ଶିକାର ମିଳିଗଲା ମନ ଖୁସି। ମନ ଭରି ଖାଇବେ, ଆନନ୍ଦରେ ଶୋଇବେ। ଆଉ ସକାଳ ହେଲା ପରେ ଶିକାରକୁ ଯିବେ। କିଛି ହତିଆର ବନେଇବେ, ଯତ୍ନ କରିବେ। ସବୁଦିନ ନୂଆ ନୂଆ ଉପାୟ ବାହାର କରିବେ। ଯେତେ ବଡ଼ ଗଛ ହଉନା କାହିଁକି, ତାଙ୍କ ପାଇଁ ସବୁ କିଛି ସମାନ। ମହୁମାଛି ତାଙ୍କର କିଛି କ୍ଷତି କରିପାରେ ନା, କାହିଁକିନା ମଣିଷମାନେ ବି ଗୋଟିଏ ଜନ୍ତୁ ଭଳି। ଯୁଆଡ଼େ ଗଲେ ବି ସାଙ୍ଗରେ କଥା ହେବେ। ସବୁଦିନ ନୂଆ ନୂଆ ଉପାୟ ବାହାର କରିବେ। ଠିକ୍ ପ୍ଲାନ୍ରେ କାମ କରିବେ। ଠିକ୍ ପ୍ଲାନ୍ରେ ଶିକାର କରି ବୁଲିବେ। ଯୁଆଡ଼େ ଯିବେ ସାଙ୍ଗରେ ଯିବେ। ଥରକୁ ନୂଆ ନୂଆ ହତିଆର ବନେଇବେ। ସାମନାରେ ଯେତେ ବଡ଼ ଜନ୍ତୁ ଠିଆ ହଉନା କାହିଁକି, ଏହି ମଣିଷମାନଙ୍କୁ କିଛି କରିପାରେ ନା। ଗୋଟେ ଶିକାର ପାଇଁ 24 ଘଣ୍ଟା ଜଗିବାକୁ ପଡ଼ିଥାଏ। କେବେ କେବେ ମାଥିରୁ ବାହାର କରିବାକୁ ପଡ଼ିଥାଏ। ଖାଇବା ଯେମିତି ହେଲେ ବି ଆଡ଼ଜଷ୍ଟ କରନ୍ତି। ଖାଇବା ମିଳିଲେ ସେତିକି ଖୁସି। ସବୁଦିନ ନୂଆ ନୂଆ ଅସ୍ତ୍ର କରିବାକୁ ପଡ଼ିଥାଏ। ତାଙ୍କର ଗୋଟେ ଅସ୍ତ୍ର ଗୋଟେ ଦିନ ମେହନତ କରିବାକୁ ପଡ଼ିଥାଏ। ଯେଉଁ ଜିନିଷ ବନେଇବେ ସେ ଜିନିଷ ସକ୍ସେସ୍ କରିବାକୁ ପଡ଼ିଥାଏ। ନିଆଁ ଲଗାଇବାକୁ ଟାଇମ୍ ଲାଗିଥାଏ। ଯାହା ମିଳିଥାଏ ତାହା ଖାଇବାକୁ ପଡ଼ିଥାଏ। ଶୋଇବା ସମୟରେ କିଛି ଜନ୍ତୁ ଆସିଯିବ, ସେ ଜନ୍ତୁ ସାଙ୍ଗରେ ଲଢ଼େଇ କରିବାକୁ ପଡ଼ିଥାଏ। ସମସ୍ତଙ୍କୁ ବଞ୍ଚେଇକରି ତାଙ୍କର ଜୀବନକୁ ତ୍ୟାଗ କରି ଲଢ଼େଇ କରିବାକୁ ପଡ଼ିଥାଏ। ଶୋଇବା ମାତ୍ରେ ସମସ୍ତେ ଉଠି ସାରିଲା ପରେ, ସବୁ ସକାଳ ସମସ୍ତେ ଶିକାର କରିବାକୁ ବାହାରିଯିବେ। ଏହି ମଣିଷମାନଙ୍କୁ ମହୁମାଛି କେବେ ବି ଡର ନାହିଁ, କାହିଁକିନା ମହୁମାଛି ଏମାନର କିଛି କରିପାରେ ନା। ସେ ମହୁମାଛି ଧାରି ମନ ପୁରି ଖାଇବେ, ପେଟ ପୁରି ଖାଇବେ। ଛୋଟ ଛୋଟ କୁନି ଛୋଟ ପିଲାମାନେ ଖେଳି ବୁଲିବେ, ଶିକାର ଶିଖିବେ, ନାଚିବେ, ସବୁ କରିବେ। ଏ ଛୋଟ ପିଲାମାନଙ୍କୁ ଛୋଟବେଳୁ ଶିକାର କରିବା ଶିଖାଇଥାନ୍ତି। ଏଇଟା ହେଲା ତାଙ୍କ ଜୀବନର ପାଠ। କେଉଁ ଶିକାର ଶାଲକୁ ଶିକେଡ଼ା ବନେଇବେ, କପଡ଼ା ବନେଇବେ, ୟା ପିନ୍ଧିବେ ଛୋଟ ପିଲାମାନେ। এই ଆଦିବାସୀ ମଣିଷମାନଙ୍କୁ ସମସ୍ୟା ବେଶୀ ଅଛି। ତାଙ୍କର ଜୀବନ ବହୁତ କଷ୍ଟରେ ଚଳିବାକୁ ପଡ଼ିଥାଏ। ବାଘ ସାଙ୍ଗେ ଲଢ଼ିବାକୁ ପଡ଼ିଥାଏ, ଆଉ ଜୀବନକୁ ହରାଇବାକୁ ପଡ଼ିଥାଏ। ତାଙ୍କ ଜୀବନରେ ଗୋଟେ ଉପାୟ ବହୁତ କଷ୍ଟ ଦେଉଛି, ସେଇଟା ହେଲା ପାଣି। ଗଛ ମୂଳରୁ ପାଣି ଖୋଜିବାକୁ ବହୁତ ଦୂରକୁ ଯିବାକୁ ପଡ଼ିଥାଏ। ଆଉ କେଉଁଠି ପାଣି ଟିକେ ମିଳିଲେ ଜୀବନ ଶାନ୍ତିରେ ପିଇବେ, ଆଉ ଶିକାରକୁ ଯିବେ। ପାହାଡ଼ ଉପରେ ଜଗିକି ସମସ୍ତେ ସେ ଚାରିଆଡ଼େ ଦେଖୁଥିବେ, ଶିକାର ଦେଖୁଥିବେ। ନ ମିଳିବା ଯାଏ କେବେ ବି ଘରକୁ ଓହ୍ଲେଇବେ ନାହିଁ, ଯିବେ ନାହିଁ। ଏଇଟା ହେଲା ତାଙ୍କର ଆଦିବାସୀର ପରମ୍ପରା। କେବେ କେବେ ଶିକାର ନ ମିଳିବାକୁ କେବେ କେବେ ଗଛର ଡାଲକୁ ଖାଇବାକୁ ପଡ଼ିଥାଏ। ତାଙ୍କର ଯନ୍ତ୍ର ବହୁତ ମଜବୁତ ହୋଇଥାଏ। ଏ ମଣିଷମାନଙ୍କୁ ସାପକୁ ଖାଇବାକୁ ପଡ଼ିଥାଏ। ବହୁତ ଟାଇମ୍ ନେବାକୁ ପଡ଼ିଥାଏ। 24 ଘଣ୍ଟା ଜଙ୍ଗଲ ସାରା ବୁଲିବାକୁ ପଡ଼ିଥାଏ। ଶିକାର ନ ମିଳିବା ଯାଏ ଘରକୁ କେବେ ବି ଯିବେ ନାହିଁ। ଏଇଟା ତାଙ୍କର ଆଦିବାସୀର ପରମ୍ପରା ହୋଇଥାଏ। ତାଙ୍କ ଜୀବନରେ ବହୁତ କଷ୍ଟ ଅଛି। Towards the plateau. Understood?